ମାତୃଭୂମି ମାତୃଭାଷାରେ ମମତା ଯା ହୃଦୟ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସ୍ୱଭାବ କବିଙ୍କ ଏହି ଉକ୍ତି ତାତ୍ପର୍ଯ୍ୟ ଅନେକ ଉପଲବ୍ଧି କରନ୍ତି ନାହିଁ। ନିଜର ମାତୃଭାଷା ଓ ମାତୃଭୂମି ପ୍ରତି ହୀନମନ୍ୟତା ହେୟ ଜ୍ଞାନ ଓ ନିନ୍ଦ୍ରା ସର୍ବତ୍ର ଦୃଷ୍ଟିଗୋଚର ହେଉଅଛି। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ୱେ ନୂତନ ପିଢ଼ି ଦ୍ୱାରା ଏହା ଆଦୃତ ନୁହେଁ। ଆମ ଭାଷାର ସାହିତ୍ୟ, ସମାଲୋଚନା, ସଙ୍ଗୀତ, ଚଳଚ୍ଚିତ୍ର, ଟେଲିଭିଜନ ପ୍ରୋଗ୍ରାମ, ଶିକ୍ଷାଦାନ, ଅଧ୍ୟୟନ, ପୁସ୍ତକ କ୍ରୟ, ପୃଷ୍ଠପୋଷକତା ଆଦି କ୍ଷେତ୍ରରେ ଘୋର ସଙ୍କଟ ଓ ଅବକ୍ଷେପ ଦେଖିବାକୁ ପାଉଛୁ। ତେବେ 2020 ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଗୀତିକା ଯାହାର ନାମ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି। ଫଳରେ ସଭା ସମିତି, ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରାର୍ଥନା, ବିଭିନ୍ନ ଉତ୍ସବର ସ୍ୱାଗତ ସଙ୍ଗୀତ ରୂପେ ଏହାକୁ ବୋଲାଯିବାର ବିଧି ମଧ୍ୟ ପ୍ରସ୍ତୁତ କରାଯାଇଛି। ତେବେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ଏହାର ଅଧ୍ୟୟନ ଓ ଏହାର ସ୍ରଷ୍ଟା କାନ୍ତ କବିଙ୍କ ବିଷୟରେ ସଚେତନ କରିବାକୁ ପାଠ୍ୟକ୍ରମରେ ସ୍ଥାନିତ ହୋଇଛି। ଆଉ ଏହି ଗୀତିକାରେ ମାତୃଭୂମିର ସୌନ୍ଦର୍ଯ୍ୟ, ପ୍ରାକୃତିକ ଦୃଶ୍ୟାବଳୀ, ବୈଶିଷ୍ଟ୍ୟ, କୀର୍ତ୍ତି, ପରାକ୍ରମର ଅନବଦ୍ୟ ପରିପ୍ରକାଶ ଘଟିଛି। କେଉଁଥିରେ? ନା ବନ୍ଦେ ଉତ୍କଳ ଜନନୀ କବିତାଟିରେ। ତେବେ ଜୀବନ ଯନ୍ତ୍ରଣାରେ ଦଗ୍ଧ ହୋଇ ଯେଉଁ ସ୍ରଷ୍ଟା ଏହାକୁ ରଚନା କରିଥିଲେ ତାଙ୍କର ଜୀବନୀ ଓ ସାହିତ୍ୟ କୃତିର ବିଶଦ ଆଲୋଚନା କରାଯାଇଛି ଏହି କାନ୍ତ କବି ଲକ୍ଷ୍ମୀକାନ୍ତ ଗଦ୍ୟ ବିଭାଗରେ ହେଲା। ଆଉ ତାହା ପଢ଼ିଲେ ଆମେ ଜାଣିପାରିବା, ତା ସହିତ ବୁଝିବା ସେ କେମିତି ତାଙ୍କର ଏହି ଜୀବନକୁ ଅତି ଦୁର୍ଦ୍ଦିନରେ କଟାଇଥିଲେ ଆଉ ତାଙ୍କର ସେହି ଦୁର୍ଦ୍ଦିନ ସମୟରେ ମଧ୍ୟ ସାହିତ୍ୟ ପ୍ରତି କେମିତି ତାଙ୍କର ଅବଦାନ ରହିଛି ସେଗୁଡ଼ିକ ଆମେ ଜାଣିବା। ହ୍ୟାଲୋ ଏଭ୍ରିୱାନ୍, ୱାନ୍ସ ଅଗେନ୍ ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍। ତେବେ ଏହି ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କର ଜୀବନୀ ଓ ସାହିତ୍ୟ କୃତି ଯିଏକି ଆମର ଓଡ଼ିଶାର ପରିମାର୍ଜିତ ସମ୍ପାଦକ ମଣ୍ଡଳୀ ଏଠି ଆଲୋଚନା କରିଛନ୍ତି। ଦେଖିବା, ଜାଣିବା ଏହା ବିଷୟରେ। ଏହି ମହାନ କବିଙ୍କର ଜନ୍ମସ୍ଥାନ, ତାଙ୍କର ସାହିତ୍ୟ କୃତି ସର୍ଟକଟଲି ଜାଣିନେବା, ତାପରେ ଆମେ ପୁସ୍ତକ ଆଡ଼କୁ ଯିବା। ଦେଖ ପିଲେ, ଜନ୍ମ ଧୂଆଁପତ୍ରିଆ ଗଳି, ପାଖରାବାଦ, କଟକରେ। କେବେ ହେଇଥିଲା? ନା ଡିସେମ୍ବର 9 ତାରିଖ 1888 ମସିହାରେ ହୋଇଥିଲା। ମନେ ରଖିବ ପିଲେ, ଡିସେମ୍ବର 9 ତାରିଖ 1888 ମସିହାରେ ଧୂଆଁପତ୍ରିଆ ଗଳି, ବାଖରାବାଦ, କଟକରେ ତାଙ୍କର ଜନ୍ମ ହୋଇଥିଲା। ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର, ଯିଏକି ବୃତ୍ତିରେ ଓକିଲ ବା ଓକିଲାତି କରୁଥିଲେ। ତାପରେ ମାତା କ'ଣ ଥିଲେ? ନା ମାତା ତାଙ୍କର କ'ଣ? ନା କଣ୍ଟାପଡ଼ା ଜମିଦାରଙ୍କ କନ୍ୟା ରାଧାମଣୀ ଦେବୀ ହେଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଯିଏକି ବିବାହ କରିଥିଲେ, ନୁହଁ କି? ତାପରେ ତାଙ୍କର ସାନ ଭାଇଙ୍କ ନାଁ କ'ଣ ଆଉ ସାନ ଭଉଣୀମାନଙ୍କ ନାଁ କ'ଣ? ଦେଖ, ନା ସାନ ଭାଇ ହେଉଛନ୍ତି କମଳାକାନ୍ତ, ସାନ ଭଉଣୀ ହେଉଛନ୍ତି କୋକିଳା ଦେବୀ ଏବଂ ଜାହ୍ନବୀ ଦେବୀ। ତେବେ ୟାଙ୍କର ପ୍ରକୃତ ଗ୍ରାମ କେଉଁଠି? ନା ପ୍ରକୃତ ଗ୍ରାମ ହେଉଛି ଭଦ୍ରକ ସହରର 10 ମାଇଲ ଦୂରରେ ଅବସ୍ଥିତ ତାଳପଦା ଗ୍ରାମ। ବୁଝିଲା? ପ୍ରକୃତ ଗ୍ରାମ ହେଉଛି ଭଦ୍ରକ ସହରର 10 ମାଇଲ ଦୂରରେ ଅବସ୍ଥିତ ତାଳପଦା ଗ୍ରାମ। ତେବେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ। ଏଣ୍ଟ୍ରାନ୍ସ ମାନେ ସେବର କାଳରେ 10କୁ କୁହାଯାଉଥିଲା ଏଣ୍ଟ୍ରାନ୍ସ। ତେବେ ଇଏ ବାଲେଶ୍ୱର ଜିଲ୍ଲାର ସ୍କୁଲରେ 1907 ମସିହାରେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ହେଲା। ତାପରେ IA ପାସ୍ ରେଭେନ୍ସା କଲେଜ କଟକରେ କରିଥିଲେ। IA ପାସ୍ ମାନେ ଏବେର ଯେଉଁ +2 ଇଣ୍ଟରମିଡ଼ିଏଟ୍ ଅଫ୍ ଆର୍ଟ୍ସ ହେଲା। ତାପରେ BA ପାସ୍ କେଉଁଠି କରିଥିଲେ? ନା BA ପାସ୍ ରିପନ୍ କଲେଜ କଲିକତାରେ କଲେ, କିନ୍ତୁ ସେଠି ଯେତେବେଳେ ଆଙ୍କୁ ପରିବେଶ ସୁଇଟେବଲ୍ ହେଲା ନାହିଁ ସେତେବେଳେ ରେଭେନ୍ସା କଲେଜକୁ ଆସିକିରି କ'ଣ କଲେ? ନା BA ପାସ୍ କଲେ। କେବେ? 1913ରେ। ତାପରେ ୟାଙ୍କ ପତ୍ନୀଙ୍କ ନାମ କ'ଣ? ନା ୟାଙ୍କ ପତ୍ନୀ ଯିଏକି ବାଲେଶ୍ୱର ଜିଲ୍ଲାର ସୁନହଟର ରାୟମୋହନ ଦାସଙ୍କ କନ୍ୟା ଲବଙ୍ଗଲତା ହେଉଛି ୟାଙ୍କର ପତ୍ନୀ। ଠିକ୍ ଅଛି, ବୁଝିଲା? ତାପରେ ତାଙ୍କ ପୁତ୍ରଙ୍କ ନାମ ଦେଖ, 2 ପୁତ୍ର ଥିଲେ। ଗୋଟିଏ ହେଉଛନ୍ତି ନିତ୍ୟାନନ୍ଦ ମହାପାତ୍ର, ଯିଏକି ଜଣେ ସ୍ୱାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ସାହିତ୍ୟିକ ଓ ରାଜନୀତିଜ୍ଞ ମଧ୍ୟ। ସେପରି ଦ୍ୱିତୀୟ ପୁତ୍ର କିଏ? ଗୌରଚନ୍ଦ୍ର ମହାପାତ୍ର, ଇଏ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ହେଲା। ତେବେ ଛାତ୍ରାବସ୍ଥାରେ
ୟାଙ୍କର କିଛି ଜୀବନ କଟିଥିଲା କେମିତି ଦେଖ ପିଲେ। ସେ ବେଶୀ ଅଭିନୟ, ସଙ୍ଗୀତ ଏବଂ ବାଦ୍ୟଯନ୍ତ୍ର ବଜାଇବାକୁ ଭଲ ପାଉଥିଲେ, ତେଣୁ ଏଥିରେ ସେ ପାରଦର୍ଶିତା ମଧ୍ୟ ଲାଭ କରିଥିଲେ। ଖେଳ ହିସାବରେ ବ୍ୟାଡ଼ମିଣ୍ଟନ, ଟେନିସ୍, କ୍ରିକେଟ ଖେଳରେ ପାରଦର୍ଶିତା ଥିଲା। ତା ସହିତ ସମାଜ ସେବା କରିବା ମଧ୍ୟ ତାଙ୍କର ପେଶା ଥିଲା। ତାପରେ ସେ ସମୟରେ ବିଭିନ୍ନ ପତ୍ରପତ୍ରିକା ଲେଖାଲେଖି ମଧ୍ୟ କରୁଥିଲେ। ତ ସେଥିରୁ ଦେଖ, ଗୋଟେ ହେଉଛି ମୁକୁର ପତ୍ରିକା ଆଉ ଗୋଟେ ଉତ୍କଳ ସାହିତ୍ୟ ପତ୍ରିକା। ଏଥିରେ ସେ କିଛି ଲେଖାଲେଖି ମଧ୍ୟ କରୁଥିଲେ। ତା ସହିତ ସାହିତ୍ୟ ରଚନା ପାଇଁ ଉତ୍କଳମଣି ଗୋପବନ୍ଧୁ ଓ ଫକୀର ମୋହନଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ତା ସହିତ ପ୍ରଶଂସିତ ମଧ୍ୟ ହୋଇଥିଲେ। ତାପରେ କବି ଚିନ୍ତାମଣି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭଦ୍ରକ ହାଇସ୍କୁଲ ସାହିତ୍ୟ ସମ୍ବର୍ଦ୍ଧନା ସଭାରେ ଇଏ କାନ୍ତ କବି ବୋଲି ଉପାଧିରେ ସମ୍ମାନିତ ହୋଇଥିଲେ। ହେଲା। ତାପରେ ଶାରୀରିକ ବିକଳାଙ୍ଗ ହେତୁ କୁଳଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ଆଉ କୁଆଡ଼େ ଅନ୍ୟ କିଛି ମଧ୍ୟ ପେଶାରେ ଯାଇନଥିଲେ। ତା ସହିତ ସାହିତ୍ୟ, ସଙ୍ଗୀତ, ଭଜନ କୀର୍ତ୍ତନ ଆଦି ପ୍ରତି ଆସକ୍ତ, ମାନେ ଭାବଟା ଆସିଯାଇଛି। ତା ସହିତ ଦେଶାତ୍ମବୋଧ ଚିନ୍ତା ଚେତନାରେ ଉଦ୍ବୁଦ୍ଧ ସେ ହୋଇଥିଲେ, ନୁହଁ କି? ଆଉ ମୃତ୍ୟୁ କେବେ ହେଇଛି ନା 1953 ମସିହା ଫେବୃଆରୀ 4 ତାରିଖରେ ଭଦ୍ରକର ବାସଭବନଠାରେ ହିଁ ମୃତ୍ୟୁ ହେଇଛି। ବୁଝିଲା। ତାପରେ ୟାଙ୍କର କିଛି ଅନ୍ୟ ବିଷୟ ଗୁଡ଼ିକ ଜାଣିନେବା। କବି ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କର ସାହିତ୍ୟ ରଚନାରେ ମଧ୍ୟ ଅନେକ କୃତି ଦେଇ ଯାଇଛନ୍ତି ଏ ଓଡ଼ିଶା ମାଟିକୁ। ଦେଖ, ଉପନ୍ୟାସ ଯେଉଁଟା ଲେଖିଥିଲେ କଣା ମାମୁଁ। ଏ କଣା ମାମୁଁ କ'ଣ ନା ଇଏ ସମ୍ପୂର୍ଣ୍ଣ ହୋଇନାହିଁ, ତଥାପି ଇଏ ଗୋଟେ ଅମ୍ଳାନୀୟ କୀର୍ତ୍ତି। ତା ସହିତ କ୍ଷୁଦ୍ର ଗଳ୍ପ ଲେଖିଥିଲେ ଯାହାର ନାମ ବୁଢ଼ା ଶଙ୍କାରୀ, ଯିଏକି ନବମ ଶ୍ରେଣୀରେ ତୁମେ ପଢ଼ୁଛ, ଯିଏକି ପ୍ରେମ ଓ କରୁଣା ଭାବର ମାର୍ମିକ ପରିବେଷଣ ହୋଇଛି ଏ ବୁଢ଼ା ଶଙ୍କାରୀ ଗଳ୍ପରେ। ତା ସହିତ କିଛି ପୁରାଣ ଭିତ୍ତିକ ନାଟିକା ମଧ୍ୟ ଲେଖିଥିଲେ। ବସନ୍ତ ବିଳାସ, କାଳିଆ ଦଳନ, ଶରଦ୍ରାସ, ବ୍ରଜବର୍ଜନ, ବଂଶୀ ଶିକ୍ଷା, ବରୁଣ ବିଜୟ ଇତ୍ୟାଦି। ତା ସହିତ କିଛି ନାଟକ ମଧ୍ୟ ଲେଖିଥିଲେ ଯାହାର ନାମ କ'ଣ ନା କର୍ଣ୍ଣ, ଚନ୍ଦ୍ରହାସ, ବେଶ ବଦଳା, ଲକ୍ଷ୍ମୀ ଚଣ୍ଡାଳୁଣୀ, ଶ୍ରୀ ଶ୍ରୀ ଗୌର ସନ୍ନ୍ୟାସ ଇତ୍ୟାଦି ନାଟକ। ଆଉ ତାଙ୍କର କିଛି ସମ୍ପର୍କୀୟ ବେଶୀ ଗଭୀର ସମ୍ପର୍କ ଥିଲା କାହା ସହିତ ନା ମୋହନ ସୁନ୍ଦର ଦେବ ଗୋସ୍ୱାମୀ, କୃଷ୍ଣ ପ୍ରସାଦ ବସୁ ଓ କାଳୀଚରଣ ପଟ୍ଟନାୟକଙ୍କ ସହିତ ତାଙ୍କର ବେଶୀ ନିବିଡ଼ ସମ୍ପର୍କ ଥିଲା। ତେବେ କିଛି ଗଦ୍ୟ ମଧ୍ୟ ରଚନା କରିଛନ୍ତି। କବି ଓ କବିତ୍ୱ, ସାହିତ୍ୟ ସୃଷ୍ଟିରେ ହାସ୍ୟରସ, ଗୋପବନ୍ଧୁଙ୍କ ସ୍ମୃତି, ସ୍ମୃତି ପୂଜା, ନିଭୃତ ନିଶିଥ, ରୋଗଶଯ୍ୟା, ଜୀବନ୍ତ ମରଣ ଆଦି ଗଦ୍ୟ ରଚନା କରିକି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ଏଇ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତେବେ ତା ସହିତ ପିଲାମାନଙ୍କ ପାଇଁ ମଧ୍ୟ କିଛି ସାହିତ୍ୟ ଲେଖିଛନ୍ତି। ସେ ପିଲାଙ୍କ କଥା, ଚିଡ଼ିଆଖାନା, ପାଠମାଳା, ସାହିତ୍ୟ ସୁଧାକର ଇତ୍ୟାଦି ଅନେକ ଶିଶୁ ସାହିତ୍ୟ ମଧ୍ୟ ଲେଖିକି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। କବିତା ସଂକଳନରେ ଦେଖ କ'ଣ କ'ଣ ହେଇଛି ନା କିଛି ଏଡ଼ିସନ୍ କରିଛନ୍ତି। କବିତା ସଂକଳନ ଦେଖ, କଲ୍ଲୋଳ, ବିବିଧ କବିତା, ଜୀବନ ସଙ୍ଗୀତ। এই ଜୀବନ ସଙ୍ଗୀତ ପିଲାମାନେ ରବୀନ୍ଦ୍ରନାଥ ଟାଗୋରଙ୍କର ଗୀତାଞ୍ଜଳି ସହିତ ଇଏ ତୁଳନୀୟ। ସେଇ ମାସେ ବୋଲି କୁହାଯାଏ। ଜୀବନ ସଙ୍ଗୀତ ହେଉଛି କାହାର ନା କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ। ଇଏ କାହା ସହିତ ତୁଳନା ହୋଇଥାଏ ନା ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି, ଯେଉଁଟାକି ନୋବେଲ ପୁରସ୍କାର ପାଇଥିଲେ ସେଇଥିପାଇଁ ରବୀନ୍ଦ୍ରନାଥ ଟାଗୋର, ନୁହଁ କି? ଜାତୀୟ ସଙ୍ଗୀତ, ଦୁନ୍ଦୁଭି ଇତ୍ୟାଦି କବିତା ରଚନା କରିଥିଲେ ଆମ କବି କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ସେହିପରି କିଛି ଲାଳିକା ମଧ୍ୟ ରଚନା କରିଥିଲେ। ଦେଖ ସେଇ ଲାଳିକା ଗୁଡ଼ାକୁ। କବି ସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଅନୁକରଣରେ ଇଏ ତିଆରି କରିଥିଲେ କ'ଣ ନା ଚଟକ ଚନ୍ଦ୍ରହାସ ଚମ୍ପୁ। ସେହିପରି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କଳାମାଣିକ ଅନୁକରଣରେ ସେ ଲେଖିଥିଲେ ଧଳାମାଣିକ। ସେହିପରି ଫକୀର ମୋହନଙ୍କ ଉତ୍କଳ ଭ୍ରମଣ ଅନୁକରଣରେ ଲେଖିଥିଲେ କ'ଣ ନା କଟକ ସଫର ସେ ଲାଳିକାଟା ରଚନା କରିଥିଲେ। କିଛି ପ୍ରହସନ ମଧ୍ୟ ରଚନା କରିଥିଲେ। ସେ ପ୍ରହସନ କ'ଣ ଯେଉଁ ଆଜିକାଲି ଆମେ ଥିଏଟର କହୁଛନ୍ତି, ଥିଏଟର ପ୍ରୋଗ୍ରାମ। ଦେଖ,
डिम्बकेशी सभा, हनुमंतर वस्त्रहरण, जर्मान भूत, ब्रिटिश दूतों प्रश्न उत्तर इत्यादि से प्रहसन रचना करते। 1921 मसीह गोपीनाथ संगीत समाज गठन करते। 1929 मसीह भद्रक ठारे गोपीनाथ प्रेस स्थापन करते। सहित 1937 मसीह संपादन डगर पत्रिका प्रकाश पाई। डगर पत्रिकार प्रकाशक किए? यही लक्ष्मीकांत महापात्र। केबे करथिले? 1937 मसीह। तेबे आंक जीवन किभली अनुप्राणित होइतिला? गांधी आदर्श और वाणी प्रति अनुभागी, अंधविश्वास दूर करने, कृषि और कुटीर शिल्पर उन्नति निमंते प्रचेषा करने, ता सहित तांको साहित्य सृष्टिर आधार कौन थिला ना स्वदेश बोध, सौंदर्य बोध, आशावाद और आध्यात्मिक उच्चांग भाव रही कवितार नुह कि। तो देख बंधुगण, कांत कवि लक्ष्मीकांत महापात्र जीवनी और साहित्य कृति को आम डिटेलली बुझा। देख प्रस्तुति करछति परिमार्जित संपादना मंडली। तेबे ओडिया साहित्यर विविध विभाग रे लेखनी चालना करथिबा कांत कवि लक्ष्मीकांत महापात्र निज रचनावलीर किछि भिन्न भिन्न रोचक भाव और मनोरम शैली पाई पाठक महल रे सुपरिचित अटंती। लक्ष्मीकांत महापात्र 1888 मसीहा डिसेम्बर मास 9 तारिख माणबसा गुरुवार दिन कटक सहर धुआपत्रिया गली बाखराबाद रे एक गृह जन्मग्रहण करथिले। माणबसा गुरुवार रे जन्मी थिबारु तांकर नामकरण रखाଯାଇଥିଲା लक्ष्मीकांत। तेबे तांको पितांको नाम कौन? चौधरी भागवत प्रसाद सामंतराय महापात्र नुह कि। आ सीए भद्रक सहर 10 माइल पूर्व दिगरे अवस्थित तालपदा ग्रामर बासिंदा अटंती। माने चौधरी भागवत प्रसाद सामंतराय तालपदा ग्रामर बासिंदा। आउ से सेठकार कौन ना जमीदार मध्य अटंती नुह कि। माने बड़ थिला वाला लोक माने। तांको माता का माता ना ई लक्ष्मीकांत माता ए राधामणि थिले कंटापड़ा जमीदार कन्या। माने तांको माँ मध्य जने जमीदार कन्या थिले। आउ लक्ष्मीकांत जन्म हेबा बेलकू भागवत प्रसाद कटक एकाडेमी स्कूल रे शिक्षकता करथिले। अर्थात लक्ष्मीकांत जेतेबेले जन्म हेबा अछती सेतेबेले तांको बापा मध्य कोन ना वकील हेई नथिले, शिक्षकता करथिले कोडे ना कटक एकाडेमी स्कूल रे। आउ आईन परीक्षा पाई प्रस्तुत होउथिले, माने लॉ पढ़िया पाई से प्रस्तुत होउथिले। वकिलाती परीक्षा रे कृतकार्य होई भागवत बाबू बालेश्वर रे वकिलाती कले। तेबेले वकिलाती परीक्षा रे कृतकार्य होई गले बा पास होई गले तेबेले बालेश्वर रे वकिलाती से आरंभ कले। तेणु लक्ष्मीकांत शिक्षा बालेश्वर जिले में ही होइथिला। एही समय रे भद्रक रे कोर्ट खोलिबारु भागवत प्रसाद भद्रक चली आसिले एवं वकिलाती व्यवसाय सह निज ग्रामर संपत्ति बाड़ी मध्य बुझिबाकू लागिले। हैला भद्रक जेतेबेले तांकर कोर्ट तैयारी हो गला गोटे सेठिकी कौन निज गाँ को पलि आसिले जॉब करिया पई। तेबे बापा जेतेबेले एठी चली आसिले पिला माने सेठी कौन करिवे सेति पिला माने मध्य भद्रक पलि आसिले। आउ लक्ष्मीकांत पाठपढ़ा भद्रक रे करा जिबार व्यवस्था करा गला। बालेश्वर रे पढ़िबा बेले लक्ष्मीकांत जिला स्कूल रो बुद्धिमान और उत्तम खेलाड़ी छात्र भाव में सुनाम अर्जन करथिले। किंतु भद्रक रे अनेक पिलांक साथी नाटक अभिनय करिबारे मातिबारु लक्ष्मीकांत को कटक पठागला अध्ययन पाई। माने एठी भद्रक रही कौन ना पिला मानक सहित सांगसाथी होइकी टिके पथभ्रष्ट होबार जना पड़ला बोली बापा चाहिए कि नाई नाई पुणी थोड़ा पठेदा पड़ो ना एठी बाइला हो बा छतरा हो नुह कि से पठेदेले। आउ सेतेबेले अंडराईर उमाचरण दास रेभेन्सा कॉलेज रे अध्ययन करथिले। आउ से थिले भागवत बाबूंको दूर संपर्कीय माने किसी रिलेटेड। तेबे उमाचरण तत्वावधान रे छात्रावास रही पाठ पढ़ले लक्ष्मीकांत सेतेबेले ए उमाचरण तत्वावधान रे रहिले
कोड़े हॉस्टेल रे आ रही एमती पाठ पढ़ले ए लक्ष्मीकांत पाठ पढ़ा अपेक्षा क्रीड़ा कविता लेखा आमोद प्रमोद प्रति अधिक आग्रह थिबा उमाचरण दृष्टि में पड़ुला। माने जेतेबेले जड़े सांगसाथी रोची तो ता आखिरे देखा दियोनी कि ए पिला पाठ पढ़िया इच्छा ना पाठ पढ़िया इच्छा नहीं ना ये खेलकूद नाच गीत मन दौची जापर ना कि तो उमाचरण को मध्य सेपरी जना पड़गला। तापर 1906 मसीह उमाचरण निजर उच्च शिक्षा कलिकता चली जीवारु भागवत बाबू लक्ष्मीकांत बालेश्वर जिला स्कूल रे पढ़ाइले। जितेबाला आंकर उच्च शिक्षा पढ़ेले सेतेबेले एकुटिया कौन पिला रही कि से कौन कले ना बालेश्वर जिला को आंदे सेठी आणिकी पढ़ेले। यही स्कूल रो लक्ष्मीकांत 1907 मसीह एंट्रांस माने सेबकाल मैट्रिक परीक्षा बोली कहुए। तो 1907 मसीह एंट्रांस परीक्षा उत्तीर्ण होले ये लक्ष्मीकांत महापात्र। तापरे तांकु नेकी कटकस्थ रेभेन्सा महाविद्यालय आईए पढ़िले। जदर सी आईए पढ़ले आउ आईए पास करने परे पुणी थोड़े देखिए आउ कौट जा पड़े बीए पढ़ापी तेणु से बीए पढ़ापी कलिकता रिपन कॉलेज रे नाम लिखाई। सेठारे असुविधा हेबारु फेरी आसी रेभेन्सा महाविद्यालय रे बीए पढ़िले। तापरे पाठ पढ़ा अपेक्षा बैडमिंटन टेनिस क्रिकेट खेल ता सहित गोपी जंत्र बजाई संगीत परिवेषण करिबारे अधिक समय से व्यय करते। पिला माने गोपी जंत्र माने ये गोटे प्रकार वाद्य जंत्र है। तापरे इतिमध्य बालेश्वर सुनहटर लाल मोहन दास कन्या लवंग लता सह तांकर विवाह हो गला। आउ लंडन रे पंचम जर्ज अभिषेक उत्सव उद्देश्य रे भारत वर्ष रे महासमारोह रे उत्सव मान सब कर उपलक्षे रेभेन्सा महाविद्यालय रे 1912 मसीह कांची कावेरी नाटक अभिनय कर आउ एही नाटक रे लक्ष्मीकांत कौन होते ना भद्रा और भिकारुणी भूमिका जेतेबेले आसिला बेले केतेबेले केंदरा तो केतेबेले रामताली आउ बेले बेले गोपी जंत्र बजाई एपरी गीत गाइले जे दर्शक माने मुग्ध हो गले। माने से जो कांची कावेरी नाटक रे ए लक्ष्मीकांत महापात्र केतेबेले भद्रा हो जाती केतेबेले भिकारुणी अभिनय करती आउ केतेबेले केंदरा बजई बजई केतेबेले रामताली बजई बजई एमती अभिनय करके गीत गाउथिले। आउ से गीत गाइबा दर्शकों को अनेक मुग्ध कला। आउ समस्ते आंकर एई कला थिबा जगु आंके कौन सबुठी प्रिय पात्र बनीगले। पुनश्च एई नाटक रे से नर्तकी होई नाची करी अनेक प्रशंसा पाइथिले। माने नर्तकी जानछन नहीं नर्तकी माने जो स्वर्ग जेतेबेले देवराज इंद्र बसथिबे तांको चतुर्पार्श्व अप्सरा माने किछि नृत्य करछंती तो से माने नर्तकी ना। तो एहीपरि भाबे मन रखिबो। बीए पढ़ा बेले लक्ष्मीकांत क्रीड़ा रसिक संगीत प्रिय अभिनय रे पारदर्शी बोली जेपरि जनाशुना हो पारथिले। लेखालेखी मुकुर पत्रिकार संपादक ब्रजसुंदर दास और उत्कल साहित्य पत्रिकार संपादक विश्वनाथ करंकर मध्य दृष्टि आकर्षण ये करि पारथिले। हैला खाली अभिनय पाई नुह किसी लेखालेखी पाई माने कौन कविता लेखालेखी किसी प्रबंध लेखालेखी करथिले से समय। तो एमिति लेखक टे जदि बाहर ना जी मत जानीदेव। तापरे एंट्रांस पढ़िबा बेले कविता लेखापाई रेभेन्सा छात्रावास रे उत्कलमणि गोपबंधु दासंक से सदाभाजन होइथिले। हैला माने से समय गोपबंधु दास आस्थिबे आ ये मध्य से समय कौन थे ना रेभेन्सार हॉस्टेल रे ये पाठ पढ़ुले ता सहित कविता लेखालेखी मध्य करथिले। जेतेबेले आंक कविता गुड़िक देखिथिबे गोपबंधु दास सेतेबेले कहे जा होछु पिला भल कविता लेखुची बोली नहीं कि। आईए पढ़िबा बेलकू तांको लेखा फकीर मोहन सेनापति द्वारा प्रशंसा पाइथिला। माने जो लेखालेखी से समय करथिले माने +2 पढ़िया बेले तांको लेखा फकीर मोहन सेनापति मते पढ़िछथि आउ से मते प्रशंसा करछथि जा हो पिलाडी गोटे भल लेखकटी बाहरछि। आउ क्रीड़ा संगीत अभिनय साहित्य व्यतीत
ସେ ଛାତ୍ରାବସ୍ଥାରେ ସମାଜ ସେବା ପ୍ରତି ମଧ୍ୟ ଆଗ୍ରହ ପୋଷଣ କରିଥିଲେ। ସମାଜ ସେବା ମାନେ ସୋସିଆଲ ୱାର୍କ ହେଲା, ଏସବୁ ଖେଳିବା, ସଙ୍ଗୀତ ଗୀତ ଗାଇବା, ଅଭିନୟ କରିବା, ସାହିତ୍ୟ ଲେଖାଲେଖି କରିବା, ତା ସହିତ ସମାଜ ସେବା ମଧ୍ୟ କରୁଥିଲେ। ଦୀନ ଦୁଃଖୀ ବ୍ୟାଧି ପୀଡ଼ିତ ଜନତାଙ୍କ ସେବା ନିମିତ୍ତ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟାପକ ହେମଚନ୍ଦ୍ର ସରକାର ଗୋଟିଏ ସେବା ସଂସ୍ଥା ଗଠନ କରିଥିଲେ। ଆଉ ଏହି ସଂସ୍ଥାରେ ଲକ୍ଷ୍ମୀକାନ୍ତ ଥିଲେ ଜଣେ ଅଗ୍ରଣୀ ସ୍ୱେଚ୍ଛାସେବୀ, ମାନେ ଆଗୁଆ ଧାଡ଼ିର ସ୍ୱେଚ୍ଛାସେବୀ ଥିଲେ। ନିଜ ପାଠ୍ୟପୁସ୍ତକ ବ୍ୟତୀତ ସେ ବଙ୍ଗଳା ଓ ଓଡ଼ିଆ ଭାଷାର ବଛା ବଛା ଉନ୍ନତ ସାହିତ୍ୟ କୃତି ଅଧ୍ୟୟନ କରିଥିଲେ। କବିତା ଲେଖୁଥିବାରୁ ତାଙ୍କୁ ସାଙ୍ଗସାଥୀମାନେ କାନ୍ତ କବି ବୋଲି ଡାକୁଥିଲେ। କିନ୍ତୁ 1934 ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇକି ଲକ୍ଷ୍ମୀକାନ୍ତକୁ କାନ୍ତ କବି ରୂପେ ଘୋଷଣା କରାଯାଇଥିଲା। ଆଉ ଏହି ସମ୍ବର୍ଦ୍ଧନା ସଭାର କିଏ ସଭାପତିତ୍ୱ କରୁଥିଲେ ନା କବି ଚିନ୍ତାମଣି ମହାନ୍ତି ସଭାପତିତ୍ୱ କରୁଥିଲେ ଏହି ସମ୍ବର୍ଦ୍ଧନା ସଭାରେ। ତା ସହିତ ଏହି ସଭାର ମୁଖ୍ୟ ଉଦ୍ୟୋକ୍ତା ମାନେ ପ୍ରଡ୍ୟୁସର ବା ଯିଏ ପଇସା ଦେଇଥିଲେ ସେ ଥିଲେ କିଏ ନା ଲକ୍ଷ୍ମୀ ନାରାୟଣ ସାହୁ ଥିଲେ। ବସ୍ତୁତ୍ୱ ସେବେଠାରୁ ଲକ୍ଷ୍ମୀକାନ୍ତ ସର୍ବସାଧାରଣରେ କାନ୍ତ କବି ସମ୍ବୋଧନରେ ଓଡ଼ିଶାରେ ପରିଚିତ ହୋଇ ଆସିଛନ୍ତି ହେଲା। 1934 ମସିହାରେ କ'ଣ ହେଇଛି ନା ତାଙ୍କୁ କାନ୍ତ କବି ବୋଲି ଆଖ୍ୟା ଦିଆଯାଇଛି। ତାଙ୍କ ପୂର୍ବରୁ ତାଙ୍କ ସାଙ୍ଗମାନେ ତାଙ୍କୁ କାନ୍ତ କବି ବୋଲି ଡାକୁଥିଲେ, ନୁହେଁ କି? ତେବେ ରେଭେନ୍ସା ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ 1913 ମସିହାରେ BA ପାସ୍ କଲେ। ଏକଦା ଏଣ୍ଟ୍ରାନ୍ସ ପଢ଼ିବା ବେଳେ ତାଙ୍କ ଅଭିଭାବକ ଦାୟିତ୍ୱ ତୁଲାଇଥିବା ସେବେଳର ରେଭେନ୍ସା ଛାତ୍ର ଉମାଚରଣ ଦାସ 1913 ବେଳକୁ ପୁରୀରେ ଚାକିରି କରୁଥିଲେ ହେଲା। ଯିଏ ତାଙ୍କର ଗାର୍ଡିଆନ ଭାବେ ସେ ଯେଉଁ ଦାୟିତ୍ୱ ତୁଲାଉଥିଲେ କିଏ ଉମାଚରଣ ଦାସ, ସେ 1913 ବେଳକୁ କ'ଣ ଥିଲେ ନା ସେ ପୁରୀରେ ଚାକିରି କରୁଥିଲେ। ଆଉ ସେ କେଉଁଠି ରହୁଥିଲେ ନା କୁଣ୍ଡେଇ ବେଣ୍ଟ ସାହିରେ ବସା କରି ରହୁଥିଲେ ଉମାଚରଣ ସେତେବେଳେ ହେଲା। ପୁରୀର ଉମାଚରଣଙ୍କୁ ଦେଖା କରିବା ପାଇଁ ଲକ୍ଷ୍ମୀକାନ୍ତ ପୁରୀ ଗଲେ। ସେଠାରେ ସେ ତାଙ୍କ ପାଖରେ ରହି ଜଗନ୍ନାଥ ଦର୍ଶନ କଲେ। ଉମାଚରଣ ତାଙ୍କୁ BL ପଢ଼ିବା ପାଇଁ ପରାମର୍ଶ ଦେଲେ। ଲକ୍ଷ୍ମୀକାନ୍ତ ଘରକୁ ଫେରିଆସିବା ପରେ ତାଙ୍କୁ ଜ୍ୱର ହେଲା। ଆଉ ଜ୍ୱର ଛାଡ଼ିବା ପରେ ଦେହରେ ସେ କାଳର ଦୁରାରୋଗ୍ୟ ବ୍ୟାଧିର ଉପସର୍ଗ ପ୍ରକାଶ ପାଇଲା, ମାନେ ତାଙ୍କୁ କିଛି ରୋଗର ଲକ୍ଷଣ ଗୁଡ଼ିକ ସବୁ ଦେଖାଗଲା। ପିତା ଭାଗବତ ବାବୁ ତାଙ୍କ ଚିକିତ୍ସାର ସମସ୍ତ ଯତ୍ନ କଲେ ହେଁ ଲକ୍ଷ୍ମୀକାନ୍ତ ଶାରୀରିକ ସ୍ତରରେ ବିକଳାଙ୍ଗ ହୋଇଗଲେ। ଅର୍ଥାତ୍ ସେ ସମୟରେ ତାଙ୍କୁ ଟାଇଫଏଡ଼୍ ଜ୍ୱର ଧରିଥିବ। ଆଉ ଟାଇଫଏଡ଼୍ ଜ୍ୱର ଧରିଲେ ପିଲାମାନେ କ'ଣ ହେବ ନା ତାକୁ ଯଦି ସଠିକ୍ ଭାବେ ଉପଚାର ନ କରିବ ତାହେଲେ ଯେକୌଣସି ଗୋଟିଏ ଅଙ୍ଗ ଶରୀରର ଗୋଟେ ଆଭ୍ୟନ୍ତରୀଣ ଅଙ୍ଗ ହେଉ ବା ଯେକୌଣସି ଅଙ୍ଗକୁ ସେ କ'ଣ କରିବ ନା ଅକାମୀ କରିଦେବ। ଯାହାଦ୍ୱାରା କ'ଣ ହେବ ନା ଶାରୀରିକ ବିକଳାଙ୍ଗ ହୋଇଯିବ, ନୁହେଁ କି? ତ ତୁମେମାନେ ଆଜିକାଲି ଦେଖୁଥିବ କିଛି ଲୋକ ଜ୍ୱରରେ ପଡ଼ିଥିବେ, ଆଉ କିଛି ଦିନ ପରେ କ'ଣ ସେମାନଙ୍କ ଆଖିକୁ ଦେଖାଯାଉନଥିବ ବା ସେମାନଙ୍କର କିଡ଼ନୀ ଫେଲ୍ ହୋଇଯିବ ମଧ୍ୟ। ଏମିତି ମଧ୍ୟ କିଛି ସମ୍ଭାବନା ଦେଖାଯାଉଛି। ତ ପିଲାମାନେ ଟାଇଫଏଡ଼୍ ରୋଗରେ ବା ଆନ୍ତରିକ ଜ୍ୱରରେ ଏହିପରି ସମ୍ଭାବନା ହୋଇଥାଇପାରେ, ବୁଝିଲେ? ତ ଲକ୍ଷ୍ମୀକାନ୍ତ ଯେତେବେଳେ ଶାରୀରିକ ବିକଳାଙ୍ଗ ହୋଇଗଲେ ଆଉ ସେ କୌଣସି ଜବ୍ ତ କରିପାରିବେନି। ତାପରେ କ'ଣ କଲେ ନା ସେ ନିଜର କୁଳଗୁରୁ ବାବାଜୀ ରାମଦାସଙ୍କ ଠାରୁ ସେ ଦୀକ୍ଷା ଗ୍ରହଣ କରିଥିଲେ। ତାଙ୍କରି ପରାମର୍ଶରେ ସେ କୁଳଦେବତା ଗୋପୀନାଥଙ୍କ ପ୍ରତି ସମର୍ପିତ ହେବା ପୂର୍ବକ କୀର୍ତ୍ତନ ଭଜନ ପ୍ରତି ଆସକ୍ତ ହେଲେ, ମାନେ ଆଗ୍ରହୀ ହେଲେ। ଏଥର ଲକ୍ଷ୍ମୀକାନ୍ତଙ୍କ ଜୀବନଧାରା ଭିନ୍ନ ପ୍ରକାର ଗତି କଲା। ଲକ୍ଷ୍ମୀକାନ୍ତ ଥିଲେ ପିତାମାତାଙ୍କର ଜ୍ୟେଷ୍ଠ ସନ୍ତାନ, ମାନେ ତାଙ୍କର ଯେଉଁ ଭଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ତାଙ୍କର ବଡ଼ ପୁଅ ଥିଲେ ଇଏ ହେଲା। ସାନ ଭାଇ 3 ଜଣ ଆଉ ସାନ ଭଉଣୀ 8 ଜଣ। ୟାଙ୍କର ସାନ ଭାଇ କେତେ 3 ଜଣ, କିନ୍ତୁ ଗୋଟିଏ କି ନାଁ ହିଁ ମେନସନ୍ ହେଇଛି, ଆଉ ଅନ୍ୟ ଭାଇ ଯାକର ନାଁ ମେନସନ୍ ହେଇନି। ତ ପିଲାମାନେ ମନେ ରଖିବ, ତାଙ୍କର ସାନ ଭାଇ କେତେ ଜଣ ଅଛନ୍ତି 3, ସାନ ଭଉଣୀ 8, ମାନେ 11 ଆଉ ଇଏ 12। ତାଙ୍କର ନା ତାଙ୍କ ବାପା ମାଆର ପିଲାପିଲି ହେଉଛି କେତେ 12 ଜଣ, ନୁହେଁ କି? ପିତା ଭାଗବତ ବାବୁ ନାନାଦି ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। ଦୁର୍ଦ୍ଦଶାଗ୍ରସ୍ତ ବଡ଼ ପୁଅର ଭବିଷ୍ୟତ ପାଇଁ ସେ ଇଷ୍ଟଦେବ ଗୋପୀନାଥଙ୍କ ନାମରେ ଥିବା
ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ କରାଇଥିଲେ ଲକ୍ଷ୍ମୀକାନ୍ତକୁ। ଯେତେବେଳେ ବଡ଼ ପୁଅଟା ବିକଳାଙ୍ଗ ହୋଇଗଲା, ତାକୁ ତ କି ଖାଇବାକୁ ଦେବି ପଚାରିବେ ଗ୍ୟାରେଣ୍ଟି ନାହିଁ। ତେଣୁକରି କ'ଣ କଲେ ନା ନା ତାଙ୍କର କୁଳ ଦେବତା ଗୋପୀନାଥଙ୍କର କିଛି ନାଁରେ ଜମି ରଖିଥିଲେ, ତାକୁ ଉତ୍ତରାଧିକାର ଉପରେ ରଖିଦେଲେ। ଆଉ ମଲା ପରେ ସେ ଯା କ'ଣ କୋଉଠି ଯିବ ନା ମନ୍ଦିରରେ ହେଇଯିବ ବୋଲି ଲେଖାଯାଇଥିଲେ ବୋଲେ। ଏଥିରେ ବ୍ୟାଧିଗ୍ରସ୍ତ ଲକ୍ଷ୍ମୀକାନ୍ତଙ୍କୁ ଭାଇଆଳିଆ ସ୍ତରରୁ ନାନାଦି ଈର୍ଷା ମାଲି ମୋକଦ୍ଦମା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଭଳି ଦୁଃସମୟରେ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟ ପୂଜା, ଗୁରୁବାଣୀ ପାଳନ ଥିଲା ତାଙ୍କ ପାଇଁ ସାନ୍ତ୍ୱନାର ଔଷଧ। ମାନେ ଏତେ ଆଡ଼ୁ ମାନସିକ ଚିନ୍ତା ଥିଲେ ମଧ୍ୟ ସେ କ'ଣ କରିବେ ନା ଭଗବାନଙ୍କୁ ଡାକୁଥିଲେ। ଆଉ ସେହି ସମୟରେ ଏ ଯେଉଁ ସଙ୍ଗୀତ, ସାହିତ୍ୟ, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟ ପୂଜା ଏସବୁ ହେଇଗଲା ତାଙ୍କ ମନର ସାନ୍ତ୍ୱନାର ଔଷଧି। ଆଉ ଏ ଦୁଃଖ କଷ୍ଟକୁ ମଧ୍ୟ ସେ ପାରି କରିଯାଇଥିଲେ। ଏହି କାଳରେ ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ସମ୍ମିଳନୀ ଜରିଆରେ ଆନ୍ଦୋଳନ ଚାଲିଥାଏ। ଉତ୍କଳ ଗୌରବ ମଧୁସୂଦନ ଦାସ ନେତୃତ୍ୱ ଦେଇଥାନ୍ତି ଉତ୍କଳ ପ୍ରଦେଶ ଗଠନ ପାଇଁ ମୁଖ୍ୟ ପୁରୋଧା ସାଜିଥିଲେ, ନୁହେଁ କି? ତେବେ ଏ ସମ୍ବନ୍ଧରେ ସଚେତନ ଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର। 1912 ମସିହାରେ ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କବିତାଟା ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇ ପ୍ରସିଦ୍ଧି ଲାଭ କରିଥିଲା। ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ପାଇଁ 1921ରେ ଅସହଯୋଗ ଆନ୍ଦୋଳନ ଡାକରା ଦେଇଥିଲେ ମହାତ୍ମା ଗାନ୍ଧୀ। ଆଉ ଏହି ଆନ୍ଦୋଳନରେ ଯୋଗ ଦେଇ ଅନେକ କର୍ମୀଙ୍କ ତ୍ରୁଟି ବିଚ୍ୟୁତିକୁ ଲକ୍ଷ୍ୟ କରି ସେ 1926-27ରେ ଅସହଯୋଗୀର ଆତ୍ମକଥା ଭଳି ମନୋରମ ଗଦ୍ୟ ରଚନା ଲେଖିଥିଲେ। ଆଉ ଅସହଯୋଗୀ ଛଦ୍ମ ନାମରେ ଏହି ଲେଖାଟି ଉତ୍କଳ ସାହିତ୍ୟ ପତ୍ରିକାରେ 5ଟି ସଂଖ୍ୟାରେ ପ୍ରକାଶ ପାଇଥିଲା। ପୁନଶ୍ଚ କନିକା ମେଳି କଂଗ୍ରେସର ନେତୃସ୍ଥାନୀୟ ବ୍ୟକ୍ତିଙ୍କର ତହିଁରେ ଭୂମିକାକୁ ଲକ୍ଷ୍ୟ କରି ବ୍ୟଙ୍ଗ ବିଦ୍ରୂପ ଧର୍ମୀ ପଞ୍ଚାମୃତ ନାଟିକା ରଚନା କରିଥିଲେ ଲକ୍ଷ୍ମୀକାନ୍ତ, ଯାହା ବାଲେଶ୍ୱରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା। ଭାରତୀୟ ମୁକ୍ତି ସଂଗ୍ରାମ ସମ୍ପର୍କରେ ସେ ସଚେତନ ଥିବା ତାଙ୍କ ରଚିତ ଅନେକ କଥା, ଲାଳିକା, ଜାତୀୟ ସଙ୍ଗୀତ, କଣମାମୁଁ ଉପନ୍ୟାସ, ନାଟିକା ଆଦିରୁ ଉପଲବ୍ଧ ହୋଇଥାଏ। ମାନେ ଏଥିରୁ ସବୁ ଜାଣିବାକୁ ମିଳେ କିପରି ସେ ଭାରତୀୟ ମୁକ୍ତି ସଂଗ୍ରାମ ବିଷୟରେ କି ଜାଣିଥିଲେ। ଦେଶାତ୍ମବୋଧ ଚିନ୍ତା ଓ ଚେତନାରେ ଲକ୍ଷ୍ମୀକାନ୍ତଙ୍କ ପରିବାର ଲୋକେ ଉଦ୍ବୁଦ୍ଧ ଥିବା ଜଣାଯାଏ। ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ ସରକାରଙ୍କ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲର ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ଲକ୍ଷ୍ମୀକାନ୍ତଙ୍କ ସାନ ଭାଇ କମଳାକାନ୍ତ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ, ଭଣଜା ଗୌର ଗୋପାଳ ଦାସ, ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇକି କାରାବରଣ ମଧ୍ୟ କରିଥିଲେ। ତେବେ ଆଙ୍କ ପରିବାରର ଅନେକ ବ୍ୟକ୍ତି ଯିଏକି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ, ନୁହଁ କି? 1921 ମସିହାରେ ଲକ୍ଷ୍ମୀକାନ୍ତ ଗୋପୀନାଥ ସଙ୍ଗୀତ ସମାଜ ଗଠନ କରିଥିଲେ। ପ୍ରଥମେ ଏହି ଗୋପୀନାଥ ସଙ୍ଗୀତ ସମାଜ କେଉଁ ଉପରେ ଚାଲିଥିଲା ନା ଇଏ ଅପେରା କରୁଥିଲା। ପରେ ପରେ ଇଏ ଥିଏଟରରେ ପରିଣତ ହୋଇଗଲା, ନୁହଁ କି? ଆଉ ଏହି ଅନୁଷ୍ଠାନର ଆୟୁ କାଳ ଥିଲା ମାତ୍ର 5 ବର୍ଷ। ମାନେ ଏସବୁ ଯେଉଁ ସଂଗଠନ କରିଥିଲେ ଏତି ସବୁ 5 ବର୍ଷ ହିଁ ଚାଲିଥିଲା। ହେଲେ ଏଥିରେ ଅଭିନୀତ ହେବା ପାଇଁ କାନ୍ତ କବି ରଚନା କରିଥିଲେ କ'ଣ ନା ଶରଦ୍ରାସ, ବସନ୍ତ ବିଳାସ, କାଳିୟ ଦଳନ, ବ୍ରଜବର୍ଜନ, ବଂଶୀ ଶିକ୍ଷା ଆଦି ନାଟକ ନାଟିକାକୁ ଲେଖିଥିଲେ। ସେଇ 5 ବର୍ଷ ଭିତରେ କିନ୍ତୁ କେତେ ଲେଖିଦେଇଥିଲେ ଲେଖ ନାଟକ କରିବା ପାଇଁ। ପରେ ପରେ ସେ ବେଶ ବଦଳା, ଶ୍ରୀ ଶ୍ରୀ ଗୌର ସନ୍ନ୍ୟାସ, କର୍ଣ୍ଣ, ଲକ୍ଷ୍ମୀ ଚଣ୍ଡାଳୁଣୀ ନାଟକ ରଚନା କରିକି ଅଭିନୟ କରାଇଥିଲେ ମଧ୍ୟ ସେଇ 5 ବର୍ଷ ଭିତରେ ଏକା। ଏହି ସଙ୍ଗୀତ ସମାଜ ଅନୁଷ୍ଠାନ ହେତୁ ଲକ୍ଷ୍ମୀକାନ୍ତଙ୍କର ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା ରାସ ପ୍ରଣେତା ଗୋବିନ୍ଦ ସୁରଦେଓ, ମୋହନ ସୁନ୍ଦର ଦେବଗୋସ୍ୱାମୀ, କୃଷ୍ଣପ୍ରସାଦ ବସୁ ଓ କାଳୀଚରଣ ପଟ୍ଟନାୟକଙ୍କ ସହିତ ହେଲା। ଆଉ ଏମାନେ କ'ଣ ନା ଆଙ୍କ ସହିତ ତାଙ୍କର ଭଲ ସମ୍ପର୍କ ହୋଇଗଲା ମଧ୍ୟ। ଏ ନାଟକ ଫାଟକ କରୁଛନ୍ତି, ତାଙ୍କେ ମଧ୍ୟ ସେମିତି ନାଟକର ରଚୟିତା ଗୁଡ଼ିକ, ନୁହେଁ କି? ଗୋପୀନାଥ ସଙ୍ଗୀତ ସମାଜ ଭାଙ୍ଗିଯିବା ପରେ ସେ 1929ରେ ଗୋପୀନାଥ ପ୍ରେସ୍ ସ୍ଥାପନା କଲେ ଭଦ୍ରକରେ।
1937 ମସିହାରେ ଏହି ପ୍ରେସ୍ରୁ ଡଗର ପତ୍ରିକା ତାଙ୍କ ସମ୍ପାଦନରେ ପ୍ରକାଶ ପାଇଥିଲା। ପିଲାମାନେ ପଚାରିବ ଡଗର ପତ୍ରିକାର ସମ୍ପାଦନା କିଏ କରିଥିଲେ? ନା ଏଇ ଲକ୍ଷ୍ମୀକାନ୍ତ ମହାପାତ୍ର। ତାପରେ ପରବର୍ତ୍ତୀ ସମୟରେ ସେ ଡଗର ପତ୍ରିକାର ପ୍ରକାଶନ କଟକସ୍ଥ ପିଠାପୁରଠାରେ କରାଇଥିଲେ ହେଲା। ତାପରେ କ'ଣ କରିଥିଲେ ଡଗର ପତ୍ରିକାର ପ୍ରକାଶନ? ନା କଟକସ୍ଥ ପିଠାପୁରରେ ମଧ୍ୟ କରାଇଥିଲେ। 1948 ମସିହାରେ ଭଦ୍ରକ, ତାଳପଦା, କଟକଠାରେ ଭିନ୍ନ ଭିନ୍ନ ସମୟରେ ଅବସ୍ଥାନ କରି ସାହିତ୍ୟ ରଚନା କରୁଥିବା ଲକ୍ଷ୍ମୀକାନ୍ତ ଗାଁ ଲୋକଙ୍କ ସୁଖ ଦୁଃଖ, ଦୁର୍ଦ୍ଦଶା ମୋଚନ, ସେମାନଙ୍କ ଭିତରେ ଥିବା ଅନ୍ଧବିଶ୍ୱାସ ଦୂର କରିବା ଓ କୃଷି ଓ କୁଟୀର ଶିଳ୍ପର ଉନ୍ନତି ନିମନ୍ତେ ସେମାନଙ୍କୁ ଉତ୍ସାହିତ କରୁଥିଲେ। ଆଉ ଗାନ୍ଧୀ ଆଦର୍ଶ ଓ ବାଣୀ ପ୍ରତି ସେ ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ମଧ୍ୟ ରଚନା କରିଥିଲେ। ଏହିଭଳି ମାନସିକ କର୍ମ ତତ୍ପରତା ଓ ସାହିତ୍ୟ ସାଧନା ମଧ୍ୟରେ ତାଙ୍କ ଜୀବନର ଅବସାନ ଘଟିଲା 1953 ମସିହା ଫେବୃଆରୀ 24 ତାରିଖ ଦିନ। ଆଉ କ'ଣ ହୋଇଥିଲା? ନା ଭଦ୍ରକ ବାସଭବନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ସେ ରଖିଯାଇଥିବା ଓଡ଼ିଆ ସାହିତ୍ୟ କୃତି ତାଙ୍କୁ ଓଡ଼ିଆମାନଙ୍କ ନିକଟରେ ଚିରସ୍ମରଣ ରଖିଯାଇଛି, ନୁହେଁ କି? ଓଡ଼ିଆ ସାହିତ୍ୟର ଗଦ୍ୟ ଓ ପଦ୍ୟ ବିଭାଗକୁ ବହୁ ସଂଖ୍ୟକ ଓ ନାନା ପ୍ରକାର ରଚନା ଦ୍ୱାରା ପରିପୃଷ୍ଟ କରିଯାଇଛନ୍ତି ଏହି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଅଧିକାଂଶ ରଚନା ପ୍ରାଣ ଧର୍ମରେ ହାସ୍ୟ, କୌତୁକ ଓ ବ୍ୟଙ୍ଗ ବିଦ୍ରୂପ ଧର୍ମୀ ହୋଇଥାଏ। ତାଙ୍କର ଅଧିକାଂଶ ରଚନା କେବେ ହୋଇଥାଏ? ନା ହାସ୍ୟ କୌତୁକ ସହିତ ବ୍ୟଙ୍ଗ ବିଦ୍ରୂପ ଧର୍ମୀ। ତାଙ୍କ ସାହିତ୍ୟ ପାଠକ ମାତ୍ରକେ ଅନୁଭବ କରନ୍ତି ସତ ଯେପରି ହସିବା ଓ ଅନ୍ୟମାନଙ୍କୁ ନିଜ ଲେଖା ଜରିଆରେ ହସାଇବାର ଅଦ୍ଭୁତ ଶକ୍ତି ନେଇକି ସେ ଜନ୍ମଗ୍ରହଣ କରିଥିଲେ। କିଏ? ସେ ଲକ୍ଷ୍ମୀକାନ୍ତ। ପଦ୍ୟରେ ଲେଖିଥିବା ଲାଳିକା ଓ ନାଟ୍ୟ ରୀତିର ପ୍ରହସନରେ ତାଙ୍କ ହାସ୍ୟ ସୃଷ୍ଟିକାରୀ ରଚନାଶୈଳୀ ଲକ୍ଷ୍ୟ କରି ହୁଏ। କବି ସୂର୍ଯ୍ୟ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ବ୍ୟଙ୍ଗାତ୍ମକ ଅନୁକରଣ ହେଉଛି କ'ଣ? ନା ଚଟକ ଚନ୍ଦ୍ରହାସ ଚମ୍ପୁ। ସେହିପରି ଅଭିମନ୍ୟୁ ସାମନ୍ତ ସିହାରଙ୍କ ବିଦଗ୍ଧ ଚିନ୍ତାମଣିର କଳା ମାଣିକରେ ଛାନ୍ଦ ତାର ଅନୁସରଣରେ ଧଳା ମାଣିକରେ ଲାଳିକା ରଚିତ ହୋଇଛି। ଆଉ ଫକୀରମୋହନ ସେନାପତିଙ୍କ ଉତ୍କଳ ଭ୍ରମଣ ଅନୁକରଣରେ କଟକ ସଫର ନାମକ ଏକ ଲାଳିକା ରଚନା କରି ଲକ୍ଷ୍ମୀକାନ୍ତ ଅମର ହୋଇଯାଇଛନ୍ତି, ନୁହେଁ କି? ନାଟ୍ୟ ସାହିତ୍ୟ ଧାରାରେ ହାସ୍ୟ ଦ୍ୱାରା ଦର୍ଶକମାନଙ୍କୁ ରସେଇ ମଜେଇ ପାରୁଥିବା ସୃଷ୍ଟି ପ୍ରହସନ ଭାବେ ଜଣାଶୁଣା ଏହି ସାହିତ୍ୟିକ। ତାଙ୍କର କିଛି ଏମିତିକା ପ୍ରହସନ ମଧ୍ୟ ଅଛି। ଡିମ୍ବକ୍ରେସି ସଭା, ହନୁମନ୍ତର ବସ୍ତ୍ରହରଣ, ଜର୍ମାନ ଭୂତ, ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର ଆଦି ତାଙ୍କର ପ୍ରହସନର ରଚନା। ଏସବୁ ଯାକ ହେଉଛି ତାଙ୍କର ପ୍ରହସନ। ତେବେ ଓଡ଼ିଆ ଶିଶୁ ସାହିତ୍ୟକୁ ଲକ୍ଷ୍ମୀକାନ୍ତ ବହୁମତେ ସମୃଦ୍ଧ କରିଛନ୍ତି ଉଭୟ ଗଦ୍ୟରେ ଓ ପଦ୍ୟରେ। ଆଉ ସେଇମାନଙ୍କ ପାଇଁ ସେ ଲେଖିଛନ୍ତି କ'ଣ? ପିଲାଙ୍କ କଥା ଭଳି ପୌରାଣିକ କାହାଣୀର ସଂକଳନ ଓ ଚିଡ଼ିଆଖାନା ଏଭଳି ଜୀବଜନ୍ତୁ ସମ୍ବନ୍ଧୀୟ ମଧ୍ୟ କିଛି ପଦ୍ୟମୟ କୃତି ଶିଶୁ ସାହିତ୍ୟ ଦୃଷ୍ଟିରୁ ବେଶ ଉପାଦେୟ ଗ୍ରନ୍ଥ ରଚନା କରିଯାଇଛନ୍ତି। ଏହା ବ୍ୟତୀତ ପାଠମାଳା ଓ ସାହିତ୍ୟ ସୁଧାକର ହେଉଛି କିଶୋରମାନଙ୍କ ପାଠପଢ଼ା ପାଇଁ ଉଦ୍ଦିଷ୍ଟ ଦୁଇଟି ପୁସ୍ତକ ହେଲା। କିଶୋରମାନଙ୍କ ପାଇଁ ପାଠମାଳା ଓ ସାହିତ୍ୟ ସୁଧାକର ଏ ଦୁଇଟା ପୁସ୍ତକ ରଚନା କରିଥିଲେ। ଶିଶୁ ସାହିତ୍ୟ ଗୁଡ଼ିକରୁ କାନ୍ତକବିଙ୍କ ଶିକ୍ଷକୋଚିତ ନୀତି ଓ ଉପଦେଶ ବାଣୀ ଶୁଣିବାକୁ ମିଳିଥାଏ। ଗଳ୍ପ, ପ୍ରବନ୍ଧ, ଉପନ୍ୟାସାଦି ରଚନା ଦ୍ୱାରା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେ ଅନେକ ଗଳ୍ପ ରଚନା କରିଛନ୍ତି। ଆଉ ବୁଢ଼ା ଶଙ୍ଖାରୀ ଗଳ୍ପରେ ପରିବେଶିତ ପ୍ରେମ ଓ କରୁଣ ଭାବ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରିଥିବାରୁ ତାହା ଅନେକଙ୍କ ନିକଟରେ ଅଭୁଲା କାହାଣୀ ହୋଇ ରହିଛି। ବୁଢ଼ା ଶଙ୍ଖାରୀ, ନୁହଁ କି? ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବା ପାଇଁ ବୁଢ଼ା ଶଙ୍ଖାରୀ ଶାରୀରିକ କଷ୍ଟ ସ୍ୱୀକାର କରି ଧାଇଁ ଯାଇଥିଲା, ଦେଖିବା ବେଳକୁ ସେ ବିଧବା ହୋଇସାରିଥିଲା। ମାନେ ଯେଉଁ ନୂଆ ବୋହୂକୁ ସେ ନିଜ ଝିଅ ବୋଲି ଭାବିକି ତା ପାଇଁ ଶଙ୍ଖା ତିଆରି କରିଥିଲା, ଆଉ ସେହି ଆସମାନ୍ତରା ଶଙ୍ଖା ତିଆରି କରିବା ପାଇଁ ବୁଢ଼ାକୁ ଅନେକ ଶାରୀରିକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା। ଯେତେବେଳେ ତାହା ସେ ଆସମାନ୍ତରା ଶଙ୍ଖାଟା ବନେଇ ଦେଇଛି, ଆଉ ବନେଇକି ନେଇକି ଯେତେବେଳେ ସେ ବୋହୂଟାକୁ ବା ସେ ଯେଉଁ ଝିଅଟାକୁ ଯେଉଁ ଦେବାକୁ ଯେତେବେଳେ ଯାଇଥିଲା, ସେତେବେଳକୁ ସେ ବୋହୂଟା କ'ଣ ହୋଇଯାଇଛି? ନା ବିଧବା ହୋଇଯାଇଛି। ଆଉ ସେ ତ ସେ
ଶଙ୍ଖାକୁ ପିନ୍ଧି ପାରିବ ନାହିଁ। ସେତେବେଳେ ସେ ଦୃଶ୍ୟ ପ୍ରଥମରେ ଯଦି ଦେଖିବ, ସେ ଦୃଶ୍ୟଟିକୁ ପଢ଼ିବ, ତୁମ ମନରେ ଏତେ ମନକୁ ଆବେଗ ଭରିଯିବ, ସତରେ କହିବା ମଧ୍ୟ ବାହୁଲ୍ୟ। ଗଳ୍ପଟିର ପରିଣତି ବେଶ୍ କରୁଣ ରସରେ ମାର୍ମିକ। ଅସହଯୋଗୀର ଆତ୍ମକଥା ଭଳି ହାସ୍ୟ ବ୍ୟଙ୍ଗ ଓ ବିଦ୍ରୂପଧର୍ମୀ ଗଦ୍ୟରଚନା, କଣାମାମୁଁ ଭଳି ଜାତୀୟତାବାଦୀ ସଂଗ୍ରାମ ଗଢ଼ୁ ଗଢ଼ୁ ଅସମ୍ପୂର୍ଣ୍ଣ ରହିଯାଇଥିବା ଏକ ବିଚିତ୍ର ଉପନ୍ୟାସ ଲକ୍ଷ୍ମୀକାନ୍ତଙ୍କ ଲେଖନୀର କ'ଣ ଅଟେ? ମହାନୀୟ ସାହିତ୍ୟ କୃତି। ତେବେ ଏ କଣାମାମୁଁ ଯିଏକି ଏ ଉପନ୍ୟାସଟା ଲେଖୁ ଲେଖୁ ଅସମ୍ପୂର୍ଣ୍ଣ ରହିଯାଇଛି, କିନ୍ତୁ ଏଇଟା ଗୋଟେ ମହାନ ସାହିତ୍ୟ କୃତି ବୋଲି ମଧ୍ୟ ଏହାକୁ ବିଚାର କରାଯାଏ, ନୁହଁ କି? ଏହା ବ୍ୟତୀତ ସେ ଅନେକ ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ଲେଖି ଓଡ଼ିଆ ସାହିତ୍ୟର ଗଦ୍ୟ ବିଭାଗକୁ ଉଜ୍ଜ୍ୱଳ କରିଅଛନ୍ତି। ହାସ୍ୟରସ, ସାହିତ୍ୟ ସୃଷ୍ଟିରେ ହାସ୍ୟରସ, କବି ଓ କବିତ୍ୱ, ଓଡ଼ିଆ ସଙ୍ଗୀତ ଆଦି ପ୍ରବନ୍ଧରୁ ଲକ୍ଷ୍ମୀକାନ୍ତଙ୍କ ମୂଲ୍ୟାୟନ ଦୃଷ୍ଟି ଓ ବିଚାରବୋଧ ଜାଣି ହୁଏ। ତିଅଣରେ ଲୁଣ ଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ, ଏଇଟା ସେ ବିଚାର କରିଥାନ୍ତି। ତାଙ୍କର ବିଚାର ମଧ୍ୟ ସେମିତି ଥାଏ। ଗୋପବନ୍ଧୁଙ୍କ ଶ୍ରୁତି, ସ୍ମୃତି ପୂଜା, ଚିନ୍ତାମଣି ସ୍ମୃତି, ଖଣ୍ଡିଏ ଚିଠି ଭଳି ଜୀବନ ଶ୍ରୁତିମୂଳକ ପ୍ରବନ୍ଧରୁ କାନ୍ତକବିଙ୍କ ଆତ୍ମସଂଲଗ୍ନ ଭାବ ଉଚ୍ଛ୍ୱାସ ହୋଇ ବାରି ପଡ଼େ। ତେବେ ନିଭୃତ ନିଶିତ, ରୋଗଶଯ୍ୟା, ଜୀବନ୍ତ ମରଣ ଆଦି ପ୍ରବନ୍ଧ ଲେଖକଙ୍କ ଅଙ୍ଗେ ନିଭା କଥାର କଳାତ୍ମକ ପ୍ରକାଶ ଅଟେ। ମାନେ ତାଙ୍କର ଯାହା ଲାଇଫରେ ଯାହା ଘଟିଯାଇଛି ସେଗୁଡ଼ିକ ସେ ନିଜେ ଲେଖିଛନ୍ତି। ନିଜ ଜୀବନର ଅବସ୍ଥା ବିଶେଷର ସ୍ମୃତି ତାଙ୍କ ରଚିତ ବାଲ୍ୟ ସ୍ମୃତି, ଶୈଶବ ସ୍ମୃତି, କୈଶୋର ସ୍ୱପ୍ନ, ଯୌବନ ପଥେ ଆଦି ତାଙ୍କର ରୂପାୟିତ ହୋଇଛି ବା ଲେଖିଛନ୍ତି ସେ। ଲାଳିକା ରଚନା ଭିନ୍ନ ଅନେକ ହାସ୍ୟ ଉଦ୍ଦୀପକ କବିତା ମଧ୍ୟ ଲେଖିଛନ୍ତି କାନ୍ତକବି। ତନ୍ମଧ୍ୟରେ ଅଲଣା ପୁରାଣ, ଯୁଗର ମଜା, ବିଡ଼ି ମହିମା, ଶୋକ ଗୀତ, ଗାନ୍ଧୀ ଗୋଳ ଇତ୍ୟାଦି କବିତା ସ୍ମରଣଯୋଗ୍ୟ ଅଟେ। କବିବର ରାଧାନାଥ ରାୟ ବିରଚିତ ଚିଲିକା ରୀତିରେ ଲକ୍ଷ୍ମୀକାନ୍ତ ଲେଖିଛନ୍ତି ବୈତରଣୀ। ମାନେ କବିବର ରାଧାନାଥ ରାୟଙ୍କ ଯେଉଁ ଚିଲିକା ମହାକାବ୍ୟ, ତା ହିସାବରେ ଲେଖିଛନ୍ତି କ'ଣ ଇଏ ନା ବୈତରଣୀ ବୋଲି ଲେଖିଛନ୍ତି। କଲ୍ଲୋଳ ଓ ବିବିଧ କବିତା ସଂକଳନରେ ତାଙ୍କର ଅନେକ କବିତା ସଂକଳିତ ହୋଇଛି। ସେଗୁଡ଼ିକ ମଧ୍ୟରେ ଶ୍ମଶାନରେ ରାଧାନାଥ, ଶ୍ମଶାନରେ ମଧୁସୂଦନ, ମହାପ୍ରୟାଣ, ଆଷାଢ଼ ପ୍ରଥମ ଦିବସେ, ବର୍ଷା ସଙ୍ଗୀତ, ଶିଶୁ, ଶିଶୁର ଭାଷ, ଶିଶୁର ହସ, ମୋ ସଙ୍ଗୀତ, ଯୁଗାବତାର ଆଦି କବିତା ପ୍ରମୁଖ। ମହାତ୍ମା ଗାନ୍ଧୀଙ୍କୁ କବି ଯୁଗାବତାର ଭାବରେ ପରିକଳ୍ପନା କରିଛନ୍ତି ଯୁଗାବତାର କବିତାରେ, ନୁହଁ କି? ତ ମହାତ୍ମା ଗାନ୍ଧୀଙ୍କୁ ଯୁଗାବତାର ଭାବରେ ଏ ଲକ୍ଷ୍ମୀକାନ୍ତ ମହାପାତ୍ର କ'ଣ ନା ତାଙ୍କୁ ପରିକଳ୍ପନା କରିଛନ୍ତି। ତାଙ୍କ ରଚିତ ଆଧ୍ୟାତ୍ମବାଦୀ ଗୀତ ଗୁଡ଼ିକର ସଂକଳନ ଜୀବନ ସଙ୍ଗୀତ ରୂପେ ସେ ଲେଖିଛନ୍ତି। କାନ୍ତକବିଙ୍କ ରଚନାବଳୀ ମଧ୍ୟରେ ଏହି ପୁସ୍ତକଟି ବିଭିନ୍ନ ଧରଣର ସ୍ୱର ଥିବା ଗୀତାବଳୀ, ତାଳ ନାମ ଉଲ୍ଲେଖପୂର୍ବକ ଗୀତ ଗୁଡ଼ିକ ସଂକଳିତ ହୋଇଛି। ଆଉ ସେହି କବିତାବଳୀ ନେଇକି ଆଜି ଗୀତ ଗୁଡ଼ିକ ମଧ୍ୟ ବାଜୁଛି ଆମର ଓଡ଼ିଶାରେ। ଗୀତ ଗୁଡ଼ିକର ଉଚ୍ଚାଙ୍ଗ ଭାବ ସମ୍ପଦ ଜୀବନ ସଙ୍ଗୀତକୁ ଅନନ୍ୟ କୃତିର ମାନ୍ୟତା ଦେଇଛି। କେହି କେହି ଏହାକୁ ରବୀନ୍ଦ୍ରନାଥ ଟାଗୋରଙ୍କ ଗୀତାଞ୍ଜଳି ତୁଲ୍ୟ ମଧ୍ୟ ତୁଳନା କରନ୍ତି। ମାନେ ଜୀବନ ସଙ୍ଗୀତ କାହାର? ଏ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନ ସଙ୍ଗୀତକୁ ରବୀନ୍ଦ୍ରନାଥ ଟାଗୋରଙ୍କର ଗୀତାଞ୍ଜଳି ସହିତ ତୁଳନା କରନ୍ତି। ଜାତୀୟ ଭାବ, ଦେଶପ୍ରୀତି, ଜାତୀୟ ବୀର ବନ୍ଦନାମୂଳକ କେତୋଟି କବିତା ତାଙ୍କ ଜାତୀୟ ସଙ୍ଗୀତ କବିତା ସଂକଳନରେ ସ୍ଥାନ ପାଇଛି। ପୂର୍ବର ପ୍ରକାଶ ପାଇଥିବା ତାଙ୍କ ଦୁନ୍ଦୁଭି କବିତା ସଂକଳନରେ ସ୍ଥାନିତ ବନ୍ଦେ ଉତ୍କଳ ଜନନୀ ଓ ଜାତୀୟ ସଙ୍ଗୀତ ସଂକଳନଭୁକ୍ତ ହୋଇଛି। ହେଲା, ବୁଝିଲେ ନା? ତେବେ ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦେ ଉତ୍କଳ ଜନନୀ ସମ୍ପ୍ରତି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି। କେବେ ନା 2020 ମସିହା। କୋଟି କୋଟି କଣ୍ଠେ ଆଜି ଉଡ଼ାଇ ନିଶାଣ ବଜାଇ ଭେରି, ସାଜରେ ସାଜରେ ଭାଇମାନେ ହୋ ଆଦି ଜାତୀୟ ଆହ୍ୱାନମୂଳକ କବିତା ଏହି ସଂକଳନରେ ସ୍ଥାନ ପାଇଛି। ହେଲା, ବସ୍ତୁତଃ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ବିରଚିତ ଦେଶ
ଓ ଜାତିର ବନ୍ଦନାମୂଳକ କବିତାବଳୀରେ ଜାତୀୟ ସଙ୍ଗୀତ ସଂକଳନ ହୋଇଛି ହେଲା। ଏ ଯେତିକି ସବୁ ଜାଗା କାହିଁରେ ଅଛି ସବୁ ନା ଜାତୀୟ ସଙ୍ଗୀତ ଏଇ ବୃହତ କବିତାବଳୀରେ ସ୍ଥାନିତ ହୋଇଛି। ତେବେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ବୈଷ୍ଣବ ମାନେ ବିଷ୍ଣୁଙ୍କର ଉପାସକ। ତେଣୁ ତାଙ୍କ ଲେଖାବଳୀରେ ସ୍ୱଦେଶ ପ୍ରାଣତା ଆଶାବାଦର ଝଲକ ସହିତ ସୌନ୍ଦର୍ଯ୍ୟାଶ୍ରିତ ମହାନ ଭାବନା ଏସବୁ ସର୍ବତ୍ର ପ୍ରକାଶ ପାଇଛି। ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେବେଳେ ତାଙ୍କର ସୃଷ୍ଟିକୁ ସ୍ୱତନ୍ତ୍ର କରିଛି। ଅଧିକାଂଶ ରଚନା ଆବେଦନରେ ପାଠକକୁ ହାସ୍ୟ ମାଧ୍ୟମରେ ସୁଖାନୁଭବ ଦେଇଛି। ଓଡ଼ିଆ ସାହିତ୍ୟର ସବୁ ବିଭାଗରେ ଲେଖଳି ଚାଳନା କରି କୃତିଗୁଡ଼ିକର ଉତ୍କୃଷ୍ଟତା ହେତୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଯଶୋଦେହେ ଆୟୁଷ୍ମାନ ହୋଇ ରହିଛନ୍ତି ଓଡ଼ିଆ ଜାତି ନିକଟରେ। ଏଭଳି ଜଣେ ମହାପୁରୁଷଙ୍କ ଜୀବନୀ ଓ ସାହିତ୍ୟ କୃତି ଓଡ଼ିଶାବାସୀଙ୍କୁ ନୂତନ ଦିଗ୍ଦର୍ଶନ ଓ ପ୍ରେରଣା ଦେଇ ଆସୁଥିବାରୁ ତାଙ୍କ କୃତିତ୍ୱ ଓଡ଼ିଆ ପାଠକମାନଙ୍କ ନିକଟରେ ଆଦରଣୀୟ ହୋଇଛି ଏବଂ ଚିରକାଳ ଗ୍ରହଣ ହୋଇ ରହିବ ମଧ୍ୟ। ତେବେ ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ପସନ୍ଦ ଆସିବ, ତା ସହିତ ଏଥିରୁ କିଛି ଶିଖିବାକୁ ମିଳିବ। ଧନ୍ୟବାଦ।